ଏବଂ ଗତକାଲି ସନ୍ଧ୍ୟା ସମୟରେ ପ୍ରାୟ ସନ୍ଧ୍ୟା ନୁହଁ ଅପରାହ୍ନ ସମୟ 4ଟା ସମୟରେ ପାଖାପାଖି ଆମର ଭଦ୍ରକ ରୁରାଲ୍ ଆଇଏସ୍ଙ୍କୁ ଏକ ଖବର ଆସିଥିଲା ଯେ 2 ଜଣ ସନ୍ଦିଗ୍ଧ ବ୍ୟକ୍ତି ଏଭଳି ଏକ ସ୍କୁଟିରେ କିଛି ବ୍ରାଉନ୍ ସୁଗାର ବା ଏଭଳି କିଛି କଣ୍ଟ୍ରାବାଣ୍ଡ ଏନ୍ଡିପିଏସ୍ ଆର୍ଟିକଲ ଧରିକି ଆସୁଛନ୍ତି। ତେଣୁ ତାପରେ ଆମର ପୋଲିସ ଟିମ୍କୁ ଡାଇରେକ୍ସନ୍ ଦେଇଥିଲେ NH-16 ଆମର ନଳାଙ୍କ ପାଖରେ ସେମାନେ ତାଙ୍କୁ ପେଟ୍ରୋଲ ପମ୍ପ ପାଖରେ ଆପ୍ରିଭେଣ୍ଟ ପ୍ରୋଭିଜନ୍ ଅଛି ସେହି ହିସାବରେ 2 ଜଣ ବ୍ୟକ୍ତିଙ୍କୁ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ତାଙ୍କର ତଲାସି କରାଯାଇଥିଲା। ତଲାସି ସମୟରେ ତାଙ୍କ ପାଖରୁ ପାଖାପାଖି 30 ଗ୍ରାମ ବ୍ରାଉନ୍ ସୁଗାର ଜବତ ହୋଇଥିଲା। ଏକ୍ଜାକ୍ଟ 29.75 ବ୍ରାଉନ୍ ସୁଗାର ଜବତ ହୋଇଥିଲା। ଏକ ମୋବାଇଲ ଫୋନ୍ ଜବତ ହୋଇଛି, ଏକ ୱେଇଂ ମେସିନ୍ ଜବତ ହୋଇଛି, ଦୁଇଟି ଏକ ବ୍ୟାଗ୍ରେ ଆଉ ଏକ ପ୍ଲେଟ୍ ମଧ୍ୟ କିଛି ଥିଲା ଆଉ ତାଙ୍କ ପାଖରୁ 3000 ଟଙ୍କାର କ୍ୟାସ୍ ଜବତ ମଧ୍ୟ କରାଯାଇଛି। ବର୍ତ୍ତମାନ ପରେ ସେମାନେ କରୁଥିଲେ ବର୍ତ୍ତମାନ ତ ତଦନ୍ତ ପ୍ରାଥମିକ ସ୍ତରରେ ଅଛି। ସେ କେଉଁ ପର୍ପଜରେ ଆଣିଥିଲେ କାହାଠୁ ଆଣିଥିଲେ ସେସବୁ ତଦନ୍ତ ପରିସରଭୁକ୍ତ ହେବ। 2 ଜଣ ବ୍ୟକ୍ତି ଯେଉଁ ଗିରଫ ହୋଇଛନ୍ତି 2 ଜଣ ଭିତରୁ ଜଣେ ହେଉଛନ୍ତି ଆମର ଭଦ୍ରକ ଟାଉନ୍ ଥାନା ଅଞ୍ଚଳର ଆଉ ଜଣେ ଆମର ଯାଜପୁର ଟାଉନ୍ ଥାନା ଅଞ୍ଚଳର ବ୍ୟକ୍ତି। 2 ଜଣଙ୍କୁ ଗିରଫ କରାଯାଇଛି ଓ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ। ଏହାର ବଜାର ଆନୁମାନିକ ମୂଲ୍ୟ ପାଖାପାଖି 3 ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ। ବର୍ତ୍ତମାନ ପର୍ଯ୍ୟନ୍ତ ତଦନ୍ତ ପରିସରକୁ ଯେହେତୁ ପ୍ରାଥମିକ ତଦନ୍ତ ସ୍ତରରେ ଅଛି ବର୍ତ୍ତମାନ ସେଇଟା କହିବା ଠିକ୍ ହେବ ନାହିଁ। ତଦନ୍ତ ପରେ ହିଁ ଆପଣମାନଙ୍କୁ ସବିଶେଷ ସୂଚନା ଦିଆଯାଇପାରିବ। हाँ निश्चित रूप आप देखिए विगत दिन मानक भद्रक जिला पुलिस ये जो निशा बेपारी हूँ मान कड़ा आभिमुख्य रखी आमर रेगुलर विभिन्न एनडीपीएस केस मान अभियुक्त मान गिरफ्त कर कोर्ट चालाण कराऊँच और ये केस में आम तार फाइनेंशियल इन्वेस्टिगेशन जहाँ एनडीपीएस एक्ट प्रोविजन अच्छी से प्रति आम ध्यान देव परवर्ती देखो बर्तमान जेहेतु मुझे कही रखी यहाँ प्राथमिक तदंत स्तर अच्छी तेणु एम कौटू आणुले क्या बिक्री करने नौले कौन करुले से समस्त तथ्य तदंत परिसरभुक्त सविशेष तदंत पर ही कहुई आम बर्तमान 2 जण व्यक्ति जो मैंने आसुले से धरबार सक्षम होइलु और से गिरफ्त कराई।